ପିଲାମାନେ ତମର ଇଂଲିଶ ଏକ୍ଜାମ ଯେମିତି ଓଡିଆ ଏକ୍ଜାମ ଭଲ ଯାଇଥିଲା, ଇଂଲିଶ ଏକ୍ଜାମ ବି ବହୁତ ଭଲ ଯାଇଛି। ଯୋଉମାନେ ସବୁ କହିଲି ଏକ୍ଜାମ ସେଣ୍ଟର ଆଗେ ରିଭ୍ୟୁ ନେଲି, ଇଂଲିଶ ଏକ୍ଜାମ ବହୁତ ବଢିଆ ଯାଇଛି। ମୋ ପାଖରେ ଅବିକା ଅଛି ଇଂଲିଶର ସେଟ୍ ବି ର କୋଶ୍ଚିନ୍। ମୁଁ ତାର ଆନ୍ସର କିଟା ଡିସ୍କସନ କରିଦଉଛି। ତମର ଯେକୌଣସି ବି ସେଟ୍ ଥାଉ, ତମେ କୋଶ୍ଚିନ୍ ଦେଖିକି ଅପସନ ଦେଖିକି ଆନ୍ସରଟା ବାଛିବ। ତ ଫାଷ୍ଟ ଯିବା, ଦ ଫାଷ୍ଟ ହଉଛି 1 ନମ୍ବର ଆନ୍ସର ହଉଛି ଡି, 2 ନମ୍ବର ଆନ୍ସର ହଉଛି ବି, 3 ନମ୍ବର ଆନ୍ସର ହଉଛି ସି, 4 ନମ୍ବର ହଉଛି ବି, 5 ନମ୍ବର ହଉଛି ସି, 6 ନମ୍ବର ହଉଛି ଏ, 7 ନମ୍ବର ହଉଛି ଏ, 8 ନମ୍ବର ଏ, 9 ନମ୍ବର ଡି, 10 ନମ୍ବର ସି, 11 ନମ୍ବର ମଧ୍ୟ ସି, 12 ନମ୍ବର ବି, 13 ନମ୍ବର ଡି, 14 ନମ୍ବର ଏ, 15 ନମ୍ବର ବି, 16 ନମ୍ବର ସି, 17 ନମ୍ବର ଡି, 18 ନମ୍ବର ଏ, 19 ନମ୍ବର ସି, 20 ନମ୍ବର ଡି, 21 ନମ୍ବର ସି, 22 ନମ୍ବର ବି, 23 ନମ୍ବର ବି, 24 ନମ୍ବର ସି, 25 ବି, 26 ଏ, 27 ଡି, 28 ଡି, 29 ଡି, 30 ସି, 31 ଏ, 32 ଡି, 33 ସି, 34 ଡି, 35 ସି, 36 ଏ, 37 ଏ, 38 ସି, 39 ବି, 40 ଏ, 41 ବି, 42 ଡି, 43 ଏ, 44 ସି, 45 ଏ, 46 ଡି, 47 ସି, 48 ଏ, 49 ବି, 50 ସି। ମୁଁ ଇଂଲିଶ କୋଶ୍ଚିନ୍ ଦେଖିଲି ପିଲାମାନେ, ଯୋଉମାନେ କି ବହୁତ ଡିପଲି ପଢିଥିବ ବହି ଭିତରେ, ବହୁ ଭିତରୁ କୋଶ୍ଚିନ୍ ଆସିଛି, ଯୋଉମାନେ ବହୁ ଭିତରୁ ପଢିଥିବ ତାଙ୍କର ଏକ୍ଜାମ ବହୁତ ବଢିଆ ହେଇଥିବ। ବାକି ଆନ୍ସର ଯୋଉଟା ଗୋଲ ବୁଲାଇକି ରାଇଟ୍ ମରାଇଛି ସେଇଟା ଗୋଟେ ଠିକ ଆନ୍ସର, ମୁଁ ତମକୁ କହିଦେଲି। ତ ନେକ୍ସଟ ଏକ୍ଜାମ ତମର ସାଂସ୍କ୍ରିଟ ଅଛି ସୋମବାର ଦିନ, ସେଥିପାଇଁ ତମ ବେଷ୍ଟ ଅଫ ଲକ୍, ସାଂସ୍କ୍ରିଟ ପଢ। ଆଉ ଇଂଲିଶର ଆନ୍ସର କାହାର କେତେ ରହିଲା କମେଣ୍ଟ ସେକ୍ସନରେ କହିଦିଅ, ତମର 50ରୁ କେତେ ମାର୍କ ରହିଲା। ରହିଲି, ନମସ୍କାର, ଥ୍ୟାଙ୍କ ୟୁ।